ଆମର ତ ଲାଇନ ପଳେଇଥିଲା ଗୁପଚୁପ ଅଧା ରହିଲା ଗୁପଚୁପ ସବୁ ଖାଇ ଉଡେଇ ଦେଲୁ ଏବେ ବର୍ତ୍ତମାନ ପାଇଁ ମାନେ ମମ୍ମି ଏତେ ସମୟ ପରେ ଟିକେ ଫ୍ରି ହେଇଛି ତ କହିଲେ ମମ୍ମିଙ୍କ ସାଙ୍ଗରେ ଟିକେ କଥା ହେଇଛି କାରଣ ମମ୍ମି ସାଙ୍ଗରେ ତ କେତେବେଳେ ସମୟ ପାଉନି କଥା ହେବେ ଏତେ କାମ କରୁଛନ୍ତି ମମ୍ମି ଟିକେ ଦେଖୁନ କେମିତି କରୁଛନ୍ତି କଣ ବା ଇଏ କଣ ବା ଦେଖ ଏଇ ଷ୍ଟେପରେ କଣ ହଉଛି ପୁଅ ବାହା ହଉଛି ସବୁ କଥା ପୁଅ ବାହା ହଉଛି ବୋଲି କଣ କଥା ତମେ କିନ୍ତୁ ଦିଦି ଗ୍ଲୋ କରୁଛ କାଇଁ କହିଲ ପୁରା ଖୁସି ଅଛ ବାପ ଘରକୁ ଆଇଛି 2 ବର୍ଷ 2.5 ବର୍ଷ ପରେ ତା ମନ ଖୁସି ଅଛି ମୋର ପୁଅ ବାହା ହଉଛି ତମ ପୁଅ ବାହା ହେଲେ କଣ ତମ ପୁଅ ମୋ ଭାଇ ନୁହଁ କି ହେଲେ ସେ ମୁଁ ମାନେ ପାଟଣ ଜବର କରୁଛି ଟେନସନ ଜବର କରୁଛି ତମ ମୁଣ୍ଡରେ ଯୋଉ ଭାରଟା ପଡୁଛି ଆମେ ବୁଝିପାରୁଛୁ ଏଠି ଶେଷଟା ଟିକେ କଷ୍ଟ ତ ନାଇଁ ବୁଝିପାରିଲେ ସୁଦ୍ଧା ମାର ଦୁଃଖ କଷ୍ଟ କେହି ନେଇପାରିବେ ନାହିଁ ତ ଗୋଟେ କଥା ମୁଁ କହିଛି ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ନମସ୍କାର ଦର୍ଶକ ବନ୍ଧୁ ଶ୍ରୀ ମଧୁ ଚ୍ୟାନେଲ ତରଫରୁ ଢେର ଭଲ ପାଇବା ଏବଂ ମୋ ବୋଉ ଚ୍ୟାନେଲ ତରଫରୁ ଢେର ଭଲ ପାଇବା ଏବଂ ମାନସ ମଧୁ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ଢେର ଅଭିନନ୍ଦନ ଆପଣଙ୍କୁ ସମସ୍ତ ଇନଭାଇଟ୍ ରହିଲା ଆପଣମାନେ ନିଶ୍ଚୟ ଆସି କଣିଆ ନିବାସରେ ପହଞ୍ଚିବେ ଡେଟ୍ଟା କାଲି ମୁଁ କହିଦେବି ତ ଯେତେ ସମୟ ଘନେ ଘନେ ଆସୁଛି ସେତେ ମୋର ମୁଣ୍ଡ ଖାଲି କ'ଣ ହେଇଛି ତ ଏବେ ଗୋଟେ ଜିନିଷ କ'ଣ ହେଉଛି ମାନେ କୌଣସି କଥା ମନେ ପଡ଼ୁନି ମୁଁ ଯାଉଛି ଆଣିବା ପାଇଁ ଗୋଟେ ତାଟିଆ ଯାଉଛି ଆଣିବା ପାଇଁ ମୁଁ ତାଟିଆ ଯିବି ଆଣିବା ପାଇଁ ବାଟରେ ଠିଆ ହେଇଯିବି ଆଉ ମୋର ମାନେ ବେସ୍ତରଣ ହେଇଯାଉଛି କ'ଣ ପାଇଁ ଗୋଟେ ପଛ ଆସିବି ପଛକୁ ଆସିକି ମୁଁ ଭାବିବି କ'ଣ ପାଇଁ ଯାଇଥିଲି ସେଠି କ'ଣ ଗୋଟେ ଭାବିଥିଲି ଯେଉଁ ଜାଗା ଆସିଥିଲି ସେଇ ଜାଗା ଠିଆ ହେଇସାରିଲା ପରେ ଟେନସନ ପାଇଁ ଭୁଲି ଯାଉଛି ମନେ ପଡ଼ିବ ଯେ ଏଇ କଥା ମୁଁ ମାନେ ଆରେ ମୁଁ ତାଟିଆ ପାଇଁ ଆସିଥିଲି କି କ'ଣ କରିବା ପାଇଁ ଆସିଥିଲି ତେଣୁକରି ଏଇଟା ହେଉଛି ସବୁ ମାଆ ମାନଙ୍କର କଷ୍ଟ ସବୁ ମାଆ ମାନଙ୍କର ନୁହଁ ବାପା ମାନଙ୍କର ବି କଷ୍ଟ ମାଆ ତ 12% କଷ୍ଟ କଲେ ବାପା ବି 4% କଟାନ୍ତି ସବୁ ପିଲା ଛୁଆ ପାଇଁ ବାପା ମା ହେଉଛନ୍ତି ସାକ୍ଷାତ ଭଗବାନ ନା କ'ଣ ସବୁ ବାପା ମା ହେଉଛନ୍ତି ସବୁ ପିଲା ଛୁଆ ପାଇଁ ସାକ୍ଷାତ ଭଗବାନ ତ ଆଜିକା ଡେଟ୍ରେ ଯେଉଁ ପିଲାମାନେ ବାପାଙ୍କୁ ସମ୍ମାନ ଦେବ ବାପାଙ୍କୁ ଭଲ ପାଇବା ଦେବ ବାପାଙ୍କୁ ସ୍ନେହ ସୁଧା କରୁଥିବ ବାପା ମାଆଙ୍କୁ ଦୁଃଖ କଥା ଟିକେ ବୁଝିପାରୁଥିବ ତ ଆପଣ ବିଶ୍ୱାସ କରନ୍ତୁ ଆପଣଙ୍କ ଜୀବନରେ କେବେ ମାନେ ଦୁଃଖ ଗୋଟେ ଜିନିଷ ଆସିବନି ଗୋଟରେ କଣ୍ଟା କେବେ ହୋଇବନି ନା ମୋ କହିବା କଥା ବାପା ମା ଯାହା ବି ହଉ ଯାହା ବି ହଉ ଯେତେ ଖରାପ ଏତିକିଟା ଖାଲି ଭାବିକି ଆଗକୁ ଯିବେ ଯେ ବାପା ମା ତମକୁ ଜନ୍ମ ଦେଇ ଏଡ଼ିକିଟିରୁ ଏଡ଼େ ବଡ଼ କରିଛନ୍ତି ସେଇଟା ହେଉଛି ମେନ୍ ମାନେ ସେତିକି ଖାଲି ଭାବିକି ଆପଣ ଆଗକୁ ଯିବେ ମୋତେ ଯଦି ସେ ଆଜିକା ଡେଟ୍ରେ ନ ପହଞ୍ଚେଇଥାନ୍ତେ ମୁଁ ଆଜି ଏଇ ଜାଗାରେ ପହଞ୍ଚି ପାରିନଥାନ୍ତି ତେଣୁକରି ସେଇ ଲାଳନ ପାଳନ ବଡ଼ କରିବାଟା ତାକୁ ଭାବିକି ବାପା ମାଙ୍କ ଆଶୀର୍ବାଦ ଭାବି ଚାଲ ତେଣୁ ସିଏ ଯଦି ତମକୁ ନ ପହଞ୍ଚେଇଥାନ୍ତେ ତମେ ଆଜିକା ଡେଟ୍ରେ କ'ଣ ଏଇଠି ଥାଆନ୍ତ ସେଇଆକୁ ଭାବିକି ଆଶୀର୍ବାଦ ଭାବି କହିବି ତ ଯେଉଁ ପୁଅ ଝିଅକୁ ଏତେ ସ୍ନେହ ସୁଧା ମୁଁ କରେ ଭଲ ପାଏ ଦିଏ ମୋ ଭିତରେ ଥାଏ କିନ୍ତୁ ମୋ ମୁହଁଟା ଉପରେ ରାଗ ଥାଏ ମାନେ ମୁହଁଟା ମୁଁ ମାନେ ସବୁବେଳେ ପାଇଁ ଗୋଟେ କଡ଼ା ଥାଏ ଭିତରର ମୋ ବହୁତ ନରମ କିନ୍ତୁ ଯାହାକୁ ମୁଁ ଯେତେ ଭଲ ପାଏ ତାପରେ ବେଶୀ ମୁଁ ରାଗେ ଯେମିତି ଆପଣମାନେ ବିଶ୍ୱାସ କରନ୍ତୁ ପବନା ଗୋଟିଏ ପିଲା ତ ସିଏ ଏତେ ନିର୍ମାୟ ପିଲା ଯେ ନା ତା ମନରେ ଛନ୍ଦ ନାହିଁ କପଟ ନାହିଁ ରାଗ ଗୋଟେ ଜିନିଷ ନାହିଁ ସେ କହିଦେବ ସାଙ୍ଗେ ସାଙ୍ଗେ କ'ଣ କହିଦେବ ତାପରେ ବୁଲି ଆସେ ବୋଉ କହିଥିଲି ତମକୁ ତୁ ମୋତେ ଏଇ କଥା କହିଯାଇଥିଲୁ ଆଉ ପଇସା ନାହିଁ କି ଯେକୌଣସି ମ୍ୟାଟର ଟିକିଏ କଥା ଏତେ କଥା ମୋ ଛୁଆମାନେ କହିବେନି କିନ୍ତୁ ସିଏ ଆସିବ ଡାକିଦେବ ବୋଲି ତୁ ମାନା କ'ଣ ଏମିତି କଥା କହିବେ ମୁଁ ଯାଇପାରିବିନି ମାନେ ଏମିତି ୱାର୍ଡ଼ ଯେ ମୁଁ ଯାଇପାରିବିନି ମୋତେ କଷ୍ଟ ହେଲାଣି ସିଏ ଆସିକିରି ସାଙ୍ଗେ ସାଙ୍ଗେ ମୁଁ ତ କହିନି ଯଦି କହିଦେଇଛି ମୋର ଭୁଲ ହେଇଛି ତ ସେଇଠି ବାପା ମା ମନ ତରଳି ଯାଏ କିନ୍ତୁ ବହୁତ ମୁଁ ଭଲ ପାଏ ତାକୁ କ'ଣ କଣ୍ଢେଇକି କ'ଣ ସମସ୍ତେ ଭଲ ପାଏ କିନ୍ତୁ ଭଲ ପାଇବାଟା ଏତେ ପ୍ରକାଶ କରେନି କିନ୍ତୁ ମୁହଁରେ ମୁଁ ସବୁବେଳେ ପାଇଁ କଡ଼ା ଇଏଟା ରଖେ ଯେଉଁଟାକି ବାଇଆଣୀ ବାହା ହେଇ ସାରିଲା ପରେ ବି ମୁଁ ତାକୁ ସବୁ କଥାରେ ମାନେ ମୁଁ ବେଳେବେଳେ ରାଗିଯାଏ ତାପରେ ବାଇଆଣୀରେ ଏମିତି କରିବୁ ମୋ ଆଗରେ ଛୁଆକୁ ମାରିବୁନି କି ମୋ ଆଗରେ ତୁ ଏମିତି କହିବୁନୁ ସେଟା ମାନେ ସବୁ ଆଈମାନଙ୍କୁ ସେଇଟା କଷ୍ଟ ହୁଏ ତେଣୁ ସିଏ ସବୁ ମାଆ ମାନେ ଜାଣନ୍ତି ଛୁଆକୁ ଆମର କେତେ ଜୋର ଦରକାର ତାପରେ ବି ଆଖି ଆଗରେ ହେଲା ବେଳକୁ ମାନେ ଏତେ କଷ୍ଟ ଲାଗେ ସବୁ ସେଇ କଥା ସମସ୍ତ ଜାଣିବା ଦରକାର ମୁଁ ଗୋଟିଏ କଥା ମୁଁ କହିବି ଆଜିକା ଡେଟ୍ରେ ଯେଉଁ ପିଲାମାନେ ଖରାପ ହେଇଯାଉଛନ୍ତି ଯେଉଁ ପିଲାମାନେ ବାପା ମାଆକୁ ଅପମାନିତ କରୁଛନ୍ତି ଯେଉଁ ପିଲାମାନେ ମାଆର ଗୋଟେ ଦୁଃଖ ବୁଝି ପାରୁନାହାନ୍ତି କି ବାପାର ଗୋଟେ ଦୁଃଖ ବୁଝି ପାରୁନାହାନ୍ତି ଝିଅ ଖରାପ ହେଲେ କି ଭଲ ମନ୍ଦ ହେଲେ ମୁଁ ଯାଇପାରିବିନି ଏଇଟା ନ କହିକିରି ଝିଅ ଖରାପ ହେଇଛି ହଉ ଠିକ୍ ଅଛି ମେଡ଼ିସିନ ନେଇଯାଉଛି କି ଭଲ ମନ୍ଦ ମୁଁ ନେଇଯାଉଛି ସେଇଟା ସବୁ ବାପା ଖୁସି ହେବେ ଢେର ସାରା ଆଶୀର୍ବାଦ ତୁମ ଉପରେ ପଡ଼ିବ ତ ଆମର ସରିସରି ହେଲେ ତୁମର ବି ହେଉଛି ସମୟ ସମସ୍ତଙ୍କର ତ ସେଇଟା ସମସ୍ତେ ସମ୍ମାନ ଦିଅନ୍ତୁ ଭଲ ପାଇବା ଦିଅନ୍ତୁ ଆଉ ବର୍ତ୍ତମାନ ମଧୁ ଟିକେ ବର୍ତ୍ତମାନ କ୍ଲାସ୍ ଛାଡ଼ି ଯାଇଛି ତାର 30-40 ପିଲାଙ୍କୁ ଛାଡ଼ିକିରି ଆସିଛି ତାର ବର୍ତ୍ତମାନ କ୍ଲାସ୍ ବନ୍ଦ ହେଇଛି ତାପରେ ବି ତା ମୁଣ୍ଡଟା ସେଠି ଥାଏ ତ ଯେହେତୁ ଆମେ ବହୁତ ଦିନ ପରେ ତମେ ଆଇଛ ନା 1.5 ବର୍ଷ ପରେ ସହଜେ କୋଉଠିକି ଯାଏନି ନା ବାପ ଘର ନା ଶାଶୁ ଘର ନା
ବାହାରେ କୋଉଠି ବୁଲା ନା ଏଠି ତ ଆସିଲେ ବି ରହିବନି, ସାଙ୍ଗେ ସାଙ୍ଗେ କୋଉଠି ପଳାଅ। ବେଶୀ ସମୟ ରହେନି, କେବଳ ଭୁବନେଶ୍ୱର ଲୋକାଲ ଭିତରେ ମୁଁ ଯାଏ, ରାତିରେ ଯିବି ସାଙ୍ଗେ ସାଙ୍ଗେ ଆସିବି ଘଣ୍ଟାଟେ ଭିତରେ। କାହିଁକି ଆଉ ସିଏ ବାହା ହେଇ ସାରିଲା ପରେ ବାପ ଘରେ କାହିଁ ରହିପାରେନି, ଯେହେତୁ କଣିଆରେ ଆମର ପ୍ଲେସ୍ ଅଛି, ରୁମ୍ ଫୁମ୍ ଅଛି, ତ ଯେହେତୁ ଆମେ ଭଡ଼ା ନେଇ ବରମୁଣ୍ଡା ରହୁଛୁ କି ରହୁଛୁ, କିନ୍ତୁ ସେଠି ଯଦି ପ୍ଲେସ୍ ନାହିଁ, ଆସିବ ସାଙ୍ଗେ ସାଙ୍ଗେ ଯିବ, ତାର ଯେତେ ଇଚ୍ଛା ଥାଏ ମୁଁ ଯାଉଛି ବାପା ମମିଙ୍କ ପାଖରେ କିଏ ରହିପାରିବି, ତ ସେଇଟା ଯେ ତାକୁ କାହିଁ କହିଲେ ମୁଣ୍ଡ ଉପରେ ସବୁ ଏଇ ବୟସରେ ମୁଣ୍ଡ ଉପରେ ସବୁବେଳେ ଥାଏ ରୋଜଗାର କରିକି କେମିତି ସଂସାର ଚଳେଇବି, ସେଇ ମାଇଣ୍ଡଟା ସବୁବେଳେ ରହିଲା। ରୋଜଗାର କରିବି, ଯେତିକି ସମୟ ପାଇବି ବାପା ମାଆଙ୍କୁ ସମୟ ଦେବି, ଯାହା ଭଲ ମନ୍ଦ ହେଲେ ଆଣି ଦେବି, ତାପରେ ଚାଲିଲି। ତାପରେ ମୋ ନିଜ କର୍ମସ୍ଥଳ ଚାଲିଲି। ମୁଁ ଚାହେଁନି ମୋ ବୟସ ଥାନ୍ତୁ କର୍ମକ୍ଷେତ୍ରଟା ମାନେ ମୁଁ ବନ୍ଦ କରିଦିଏ ବୋଲି, ସେଥିପାଇଁ ମୁଁ କୋଉଠି ରହିପାରେନି, ଯୋଉଠିକି ଯିବି ଯୁଆଡ଼େ ଯିବି ଗୋଟେ ଦିନ ତାର ଭିତରେ। ବଡ଼ ଭାଗ୍ୟ ଦେଶନା, ମୁଁ ଜନ୍ମ କଲି, ସେ ବର୍ତ୍ତମାନ ସୁଧାମକୁ ବାହାର କରେ, ସେଟା ସବୁ ମାନେ କୋଟି ପୁଣ୍ୟ କରିଥିଲେ ଭାଗ୍ୟରେ ଥାଏ। ଗୋଟେ ପୁଅକୁ ଝିଅକୁ ହାତକୁ ଦି ହାତ କରେ, ଯେଉଁ ଝିଅକୁ ହାତକୁ ଦି ହାତ କରନ୍ତି କି ପୁଅକୁ ଝିଅକୁ ହାତକୁ ଦିଆତେ, ଆଠୁ ବଡ଼ ପୁଣ୍ୟ ଜିନିଷ ସଂସାରରେ କିଛି ନାହିଁ। ତେଣୁ ସେମିତି ଗୋଟେ ସେମିତିଆ ଜନ୍ମ ସେ ପାଇଛି, ସେମିତିଆ କର୍ମ ସେ କରିଛି। ମୁଁ ଆଜି ଜନ୍ମ କଲି, ସିଏ କିନ୍ତୁ ଗୋଟେ ବଡ଼ ଭଉଣୀ ମା ଭଳିଆ ହେଇକିରି ସିଏ ଆଜି ମାନେ ହନୁର ବାହାଘର କରିବ। ଆଉ ପଣ୍ଡିତ ସବୁ ଘରେ କାର୍ଯ୍ୟ ମାନେ ଅଳ୍ପ ଅଳ୍ପ କରୁଛି, କାରଣ ଯେହେତୁ ଆମର ତ ଦିଅରଙ୍କର ସରିନି ବର୍ଷିକା ସରିନି, ତେଣୁ ଆମେ କିଛି କରୁନୁ, ଯେତିକିଟା ସମ୍ଭବ ନନା କହିଛନ୍ତି ସେତିକିଟା କରୁଛୁ, ତେଣୁକରି ସେ କାରଣ କରିବେ। ଆଉ ପୁଅ ଆସି ଛାଡ଼ି ଯାଇଥିଲେ, ପୁଅ ବି ଆସି ପହଞ୍ଚିବେ, ତ ସେମିତି ଆସି ଫେସିଆଲ ମୁଣ୍ଡ ମୁଣ୍ଡ କଲର କରିକି ହଁ। ସାଇଜ କରିସାରିଲେଣି। ସିଏ ପୁରା ରେଡି। ଭାଇ ଦେଖିବ ଜଳିବେ। ତା ଗୋଟେ କଥା ଆପଣମାନେ ଲେଖିଛନ୍ତି, ବଡ଼ି ଯେଉଁ ପାରିଛି ଆମ ବାଇଆଣି ପାରିଛି, ନୂଆ କରି ସେ ତାର ପାରିଲା, ସେ ଜାଣିନି ଏ ବିଷୟରେ, ନଈକୁ ପଚାରିଲା, ସମସ୍ତଙ୍କୁ ପଚାରିକିରି ସେ ତାର ପାରିଲା। ସମସ୍ତେ କହୁଛ ଭଲ ହେଇଛି ଭଲ ହେଇଛି, ସେମିତି ଭଲ ପାଇବା ହସ ଖୁସି ଥାଉ, ସମସ୍ତଙ୍କ ମନେ ଏମିତି ହସ ଫୁଟୁଥାଉ। ମଣିଷ ମାତ୍ରାରେ ରାଗ ଅଛି, ଟିକେ ମାନ ଅଭିମାନ ଅଛି, ସେସବୁକୁ ଆଡ଼େଇ ଦେଇକିରି କର୍ମପଥରେ ଆଗେଇ ଯାଉ। ଧର ମୁଁ ମୋ କଥା କହୁଛି, ମୁଁ ଘଣ୍ଟାଏ ରାଗିବି କି ଗୋଟାଏ ଦିନ ରାଗିବି, ସେ ରାଗ ସମୟଟା ଆଜି ବୋଉ କ'ଣ ହେଇଛି, କାହିଁକି ରାଗିଛ, କି ଭଲ ମନ୍ଦ ହେଇଛ, ସେଇଟା ମନ ତଳରେ ଯାହା ମୋ ଝିଅ କି ମୋ କଣ୍ଡେଇ କି ମୋର ଭଲ ମନ୍ଦ ବୁଝିପାଇଲେ ମୁଁ ରାଗିଛି ବୋଲି ସେ ଆସି ମୋତେ ପଚାରିଲେ। ସବୁ କଥା ସେମିତି ଥାଏ। ତ ଦର୍ଶକ ବନ୍ଧୁ ଏମିତି ସମସ୍ତଙ୍କୁ ଭଲ ପାଇ ଦିଅନ୍ତୁ। ଆଉ ଖରାପ କମେଣ୍ଟ ଯେଉଁମାନେ ଦେଉଛନ୍ତି, ତ ସେଇଟା ଟିକେ ଦୂରେଇ ଦିଅନ୍ତୁ, କାରଣ ଆପଣ ଖରାପ ଦେବା ପୂର୍ବରୁ ନିଜକୁ ନିଜେ ଭାବ। କମେଣ୍ଟ ଆଜି ଖରାପ ଆସିଛି, ଜଣେ ଲେଖିଛନ୍ତି, ତା ନାଁ ପଡୁନି, ଜଣେ ଲେଖିଛନ୍ତି ଯେ ହଁ ଝିଅ ଜଇଁ ଯାଇକି ଶାଶୁ ଘରକୁ ଯାଇକି ପହଞ୍ଚିବୁ, ଯେଉଁ ଲେଖିଛନ୍ତି 1.5 ବର୍ଷ ପରେ ଆସିଲେ ଏକ କଥା, 2 କଥା ହେଲା ଜଇଁ ସାଙ୍ଗେ ସାଙ୍ଗେ ଛାଡ଼ିକି ଗଲେ, ଆଉ ମୁଁ ଘରେ ରହିଛି ତୁ ବାହାଘର ପାଇଁ 10 ଦିନ ବ୍ରେକ୍ ନେଇକି ଆସିଛି। ତେଣୁକରି ଆପଣମାନେ ଜାଣିନାହାନ୍ତି, ମାନେ ଯେଉଁ ଜିନିଷ ବୁଝିନାହାନ୍ତି ସେ ବିଷୟରେ ଖରାପ କମେଣ୍ଟ ଦିଅନ୍ତୁନି, କାହିଁକିନା ଆମର ବି ହୃଦୟ ଅଛି, ଆମେ ବି କାଇଣ୍ଡ ହାର୍ଟ ଅଛି, ଆମକୁ କଷ୍ଟ ଲାଗେ ସେସବୁ ଜିନିଷ, କାହିଁକିନା ଆମେ ଯେଉଁଟା ନୁହଁ ସେଇଟା ଆମକୁ କଷ୍ଟ ଲାଗିବ। ଆଉ ଗୋଟେ କଥା ଲେଖିଛନ୍ତି, ସର୍ବତ ଟିକେ ପିଇ ଦେଇଥିଲେ କ'ଣ ଭାସି ଯାଇଥାନ୍ତା, କ'ଣ ଗୋଟେ ୱାର୍ଡ଼ ଲେଖିଛନ୍ତି। ସର୍ବତ ମୁଁ ପିଇଛି, ଭଲରେ ଆଉ ଥରେ ଭିଡ଼ିଓ ଦେଖନ୍ତୁ, ମୁଁ ଟୋକେ ପିଇକି ଦେଇଛି। ତେଣୁକରି ସବୁବେଳେ ମାନେ ତମେ ଯେହେତୁ ଖାଇବା ପାଇଁ ସାଙ୍ଗେ ସାଙ୍ଗେ ବଢିଆ ହଁ, ତାପରେ ଆମର ଚିକେନ ନାଇଁ ହେଲେ ବି ମୁଁ ପିଇଛି ନା, ଯୋଉଟା ନ ଦେଖିଛନ୍ତି ସେଟା କାହିଁକି ଜୋଇ ପିଇନାହାନ୍ତି, ସେ ଅଲଗା କଥା, କାରଣ ଚିକେନଟା ସେ ଖାଇଥାନ୍ତି, ସେ ଥଣ୍ଡା ପିଅନ୍ତିନି, କାରଣ ମୋ ନେଚର କ'ଣ ସେଟା ଆପଣ ଜାଣିନାହାନ୍ତି। ଆପଣ ଏଇଟା ଲେଖିଲେ ଭଲ ଲାଗୁନି, ଆପଣ ଯୋଉଟା ଲେଖୁଛନ୍ତି ପଜିଟିଭଲି ଲେଖନ୍ତୁ, ଆମେ ସେଟାକୁ ସକ୍ସେସ୍ କରିବୁ, ମାନେ ସେଇ ଜିନିଷଟାକୁ ଆମେ ବୁଝିବୁ, ଜାଣିବୁ, ଆପଣଙ୍କୁ ରିପ୍ଲାଏ ଦେବୁ, ଆଉ କରିକି ବି ଦେଖେଇବୁ। କିନ୍ତୁ ଖରାପ କମେଣ୍ଟ ଦେଲେ ଆମ ମନରେ ଯେଉଁ ଗୋଟେ ଭାଇବ୍ସ ଅଛି, କାଳେ ଆମେ ତ ଖରାପ ନୁହଁ, ଆମକୁ ଏ ଲୋକ ଖରାପ କରୁଛନ୍ତି। ତେଣୁକରି ସବୁବେଳେ ମନେ ରଖନ୍ତୁ, ଭଲ ଚିନ୍ତା, ଭଲ ବ୍ୟବହାର, ଭଲ ସମ୍ମାନ ଦେଲେ ଆପଣ ଭଲ ହିଁ ପାଇବେ ସବୁବେଳେ, ଯେଉଁ କ୍ଷେତ୍ରକୁ ଯିବେ। ତେଣୁକରି ଆଜି ଗୋଟିଏ କଥା ନାଇଁ ରହନ୍ତୁ, ଗୋଟିଏ କଥା, ଆପଣମାନେ ଯଦି ଜଣକୁ ଏଡ଼ିଟେ ଟେକା ଫୋପାଡ଼ିବେ ନା, ଆପଣଙ୍କ ପାଇଁ ଏଡ଼େ ବଡ଼ ପଥର ଥୁଆ ହେଇଥିବ। ଏଇଟା ମାନେ ସମୟ ଗୋଟେ ଏକ୍ସାମ୍ପଲ, ଆପଣମାନଙ୍କର ସେଟା ହବ କେମିତି ନା, ମାନେ ଆପଣ ଏଇଟା ଜାଣିପାରିବେନି, ଯେହେତୁ ଦୁଃଖରେ ଭାଙ୍ଗି ପଡ଼ିଥିବେ, ସେଇ ଜିନିଷଟା ମନେ ପକେଇବାକୁ ଚାହିଁଲେ ବି ଆପଣ ଜାଣିପାରିବେନି, କାହିଁକିନା ଏଇଟା ହେଉଛି ଗୋଟେ ଏକ୍ସାମ୍ପଲ ମମି ଯୋଉଟା କହିଲେ, ଯିଏ ଯେମିତି କର୍ମ ସେ ସେମିତି ଫଳ ପାଇବ। ଆପଣଙ୍କର ପୁଅ ଥାଇପାରେ, ଝିଅ ଥାଇପାରେ, ଭଉଣୀ ଥାଇପାରେ, ଯେଉଁ ପଟେ ଭଗବାନ ପ୍ରତିଶୋଧ ନେବା କଥା ନେବେ। ଯେମିତି ଗୋଟେ ଷଣ୍ଢ ପ୍ରଭୁ ଯାଉଛନ୍ତି, ପୁରୁଷ ତାକୁ ଭଗବାନ ସୃଷ୍ଟି କରିଛନ୍ତି, ତ ସିଏ କ'ଣ ବୁଲିକି ତାଙ୍କୁ ଆଶୀର୍ବାଦ ଦେଇଛି, ବୁଲିକିରି ଖାଇବେ, ସେ ବୁଲିକିରି ଖାଆନ୍ତୁ, ଶୁଅନ୍ତୁ, କାହାର କ୍ଷତି କରିବେନି। କିନ୍ତୁ ଆପଣମାନେ ଗୋଟେ ଅଯଥାରେ ଷଣ୍ଢ ଗୋଟେ ଟେକା ପକେଇଲା ମାନେ ତା ରଗ ଥିବ, ସେଇଦିନ ରାତିରେ ଆସି ତାଙ୍କୁ କୁଟା ହାତ ଭାଙ୍ଗୁ, ଗୁହାଳ ଭାଙ୍ଗୁ, ଯାହା ଗୋଟେ ଭାଙ୍ଗୁ, ସେ ନଷ୍ଟ କରିଦେଇଯିବ। ତାଙ୍କର ବି ଭଗବାନ ଅଛନ୍ତି। ତେଣୁକରି ନିଜେ ନିଜେ ଭାବ, କେମିତି ଚଳିବା, କେମିତି ଖାଇବା, କେମିତି ରହିବା, ଆମ ପରିବାର କେମିତି ହସ ଖୁସିରେ ମାନେ ଭଲରେ ଭଲରେ ଯିବ, ସମସ୍ତ ଆଶୀର୍ବାଦ, ସେ ଚିନ୍ତାଧାରା କରନ୍ତୁ, ଆଜ୍ଞା ଭଲ ହେବ। ଯଦି ନ ଭାବି ପାରୁଛନ୍ତି, ଆପଣମାନେ ଟିକେ କଟକ ମେଡ଼ିକାଲ ଟିକେ ବୁଲି ଆସନ୍ତୁ, କେତେ ପେସେଣ୍ଟ ସେଠି, କେତେ ଭଗବାନ ରହୁଛନ୍ତି, କେତେ ବିକଳ ହେଉଛନ୍ତି, କେତେ ଇଏ କରୁଛନ୍ତି। ସେତିକି ଯିବା ପୂର୍ବରୁ ନିଜେ ନିଜେ ଭାବ ଆପଣମାନେ ହାତ କ'ଣ ହେଇଯିବ କ'ଣ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଆମେ ରହିଲୁ, କହିଲେ ତ ବହୁତ କଥା ଅଛି, ତେଣୁକରି ଆଜି ଆମେ ବହୁତ ଟେନସନ୍, ଆମେ ବର୍ତ୍ତମାନ ଆମ କାମରେ ବିଜି ରହୁଛୁ, ସେଠି ଆଶୀର୍ବାଦ କରନ୍ତୁ। ଖରାପ କମେଣ୍ଟ ଆପଣ ଦେଖନ୍ତୁ, ଏନ୍ଜୟ କରନ୍ତୁ, ଖୁସିରେ ରୁହନ୍ତୁ। ଆପଣଙ୍କୁ ଭଲ ଲାଗୁଛି ନା, ଆପଣ ଖୁସିରେ ରୁହନ୍ତୁ। ଯଦି ଆପଣଙ୍କୁ ଭଲ ଲାଗୁନି,
କହିଦିଅନ୍ତୁ ଏଇଟା ଭଲ ଲାଗେନି ଆଉ ଟିକେ ଭଲ କଲେ ଭଲ ହୁଅନ୍ତା ସେଟା ଆମକୁ ଆଶୀର୍ବାଦ ଆଉ ଆମେ ବି ସେଟା ଯୋଉ କରେକ୍ସନ ହାତରେ ଖରାପ ତ ଭାବିଚିନ୍ତି କାମ କରନ୍ତୁ ଖରାପ ଭାବେନି ତ ଯୋଉମାନେ ଦଉଛନ୍ତି ସେମାନଙ୍କୁ ଆଉଛି ଆଉ ତ ଆମ ତ ଫ୍ରେଣ୍ଡ ଆମ ତ ପରିବାର ୟୁଟ୍ୟୁବ ପରିବାର ଇନଷ୍ଟା ନା ଇନଷ୍ଟା ୟୁଟ୍ୟୁବ ମାନେ ଇନଷ୍ଟା ପରିବାର ଫେସବୁକ୍ ଅଲସୋ ସମସ୍ତେ ବହୁତ ଭଲ କମେଣ୍ଟ ଦଉଛନ୍ତି ବହୁତ ଭଲ ପାଇବା ଦଉଛନ୍ତି ସେଇ ଜିନିଷ ଭଲରେ ରୁହନ୍ତୁ ଆଉ ଯୋଉମାନେ ଆମ ଘର ପାଖର କହୁଛନ୍ତି ଆସିବା ପାଇଁ ତ ଆମେ ମୁଁ ଆଜି ଜଣଙ୍କ କତିକି କଲ୍ କରି କ'ଣ ତାଙ୍କ ନା କଲ୍ କରିଥିଲେ କଣ ମେସେଞ୍ଜରରେ ଯାଇ କଲ୍ କଲି ମୁଁ ଉଠେଇଲନି ବି ନମ୍ବର ମାଗିଛି ମୁଁ ବି ନମ୍ବର ମାଗିଛି ନମ୍ବର ସେ ଦେଲେ ମୁଁ କଥା ଆପଣମାନେ ଆସନ୍ତୁ। ରେଗୁଲାର ଯୋଉମାନେ କମେଣ୍ଟ ଦଉଛନ୍ତି ଆମ ଭିଉଅର ମୁଁ ସେଇମାନଙ୍କୁ ରିକ୍ୱେଷ୍ଟ କରୁଛି ଆପଣ ଆସନ୍ତୁ ଇନଷ୍ଟାରେ ମୋତେ ଟିକେ ମେସେଜ କରନ୍ତୁ ରେଗୁଲାର ଯୋଉମାନେ ଆମର କାହିଁକି ନା ଯୋଉମାନେ ତ ଅଧିକା ଦେଖୁଛନ୍ତି ସେମାନେ ଆମ ରେଗୁଲାର ନୁହଁ ମୁଁ ତ ଆଉ ଜାଣିନି ଯୋଉମାନେ ରେଗୁଲାର କରୁଛନ୍ତି 5-6 ଜଣ ସ୍ପେଶାଲି ସେଇମାନଙ୍କୁ ଡାକୁଛି ବାହାଘରକୁ ଆସନ୍ତୁ ଇଏ କରନ୍ତୁ ସମସ୍ତଙ୍କୁ ଡାକୁଛି କିନ୍ତୁ ଯୋଉମାନେ ରେଗୁଲାର ଆମ ସହିତ ପୁରା ଜଡ଼ିତ ହେଇଗଲେଣି ଗୋଟେ ଫ୍ୟାମିଲି ମେମ୍ବର ଭଳିଆ ସେମାନେ ସମସ୍ତେ ଆସନ୍ତୁ। କିନ୍ତୁ ବହୁତ ଭଲ ଲାଗୁଛି ମାନେ ମୁଁ ବି ଆଜି ଜଣକୁ ମାନେ ମେସେଜ କଲି ଯେ କଲି ମୁଁ ବାହାଘରୁ କହିବି ଆସିବା ପାଇଁ ଆଉ ଜଣ ମୋତେ ମା ଡାକନ୍ତି ମା ଆଇ ଲଭ୍ ୟୁ ଲେଖନ୍ତି ମୋତେ ବହୁତ ଭଲ ଲାଗେ ତ ସମସ୍ତେ ଆସନ୍ତୁ ଢେର ସାରା ଭଲ ପାଇବା ଦିଅନ୍ତୁ ଆଶୀର୍ବାଦ ଦିଅନ୍ତୁ ଏମିତି ଏ ଚ୍ୟାନେଲକୁ ଏନ୍ଜୟ କରନ୍ତୁ ଖରାପ କଥା କାହାକୁ କୁହନ୍ତୁନି ଆମକୁ ନୁହଁ କେଉଁ ଚ୍ୟାନେଲ ଦେଖୁଛନ୍ତି ତ ଦର୍ଶକ ବନ୍ଧୁ ଆଜି ବି ଆମେ ରହିଲୁ ଏପିସୋଡ଼ କେମିତି କ'ଣ ଲାଗିଲା ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ଅପେକ୍ଷା କରନ୍ତୁ ହନୁ ବାହାଘର ଆଉ କେମିତି କ'ଣ ହେଉଛି ବର୍ତ୍ତମାନ ତ ପ୍ରଥମ ଅନୁକୂଳ ସଇଲା ତାପରେ ଆସୁଛି ତ ଦର୍ଶକ ବନ୍ଧୁ ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ ମୁଁ ଆନାନ୍ସର ବସି ଓହୋ ଇଏ ହେଇଗଲା ପିଲାର କାମ ହେଇଗଲା ତ ମୁଁ ହେଉଛି ଆପଣମାନଙ୍କ ସେଇ ମାନେ ଛୋଟ କଳାକାର ଉର୍ବଶୀ ତ ରହିଲୁ ନମସ୍କାର ଜୟ ଶ୍ରୀ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ